ଜଗନ୍ନାଥଙ୍କୁ ଆଙ୍କେ? ନା ନା, ମୋତେ ଲାଗେ ଜଗନ୍ନାଥ ନିଜେ ମୋ ହାତରେ ନିଜକୁ ଆଙ୍କନ୍ତି। କେବେ ପେନସିଲରେ, କେବେ ତୁଳିର ଗୋଟିଏ ଛୋଟ ଛୁଆଁରେ। ପ୍ରାୟ ଅଧା ବର୍ଷ ହେବ ମୁଁ ଲିପନ୍ ଆର୍ଟ କରିବା ଛାଡ଼ି ଦେଇଥିଲି। ଇଚ୍ଛା ଥିଲା, କିନ୍ତୁ ହାତ ଆଉ ସାଥ ଦେଲାନି। 4 ମାସ ତଳେ ଗୋଟିଏ MDF ବୋର୍ଡରେ ଜଗନ୍ନାଥଙ୍କୁ ଆଙ୍କିଥିଲି। ଆଖି ଆଙ୍କିଲି, ମୁହଁ ଆଙ୍କିଲି, କିନ୍ତୁ ତାପରେ କେଉଁଠି ଗୋଟେ ଅଟକି ଗଲି। ଯିଏ ଆସିଲା ସିଏ ଦେଖିକି କହିଲା, ଜଗନ୍ନାଥଙ୍କୁ ଏମିତି ଅଧାଗଢ଼ା କରି ରଖିଛୁ? କାମ, ଦାୟିତ୍ୱ ଆଉ ଅସ୍ତବ୍ୟସ୍ତତା ଭିତରେ ଚିତ୍ରଟା ଅଧାରେ ରହିଗଲା। ଭାବିଲି ବୋଧେ ଜଗା ଏବେ ଚାହୁଁନାହାନ୍ତି ମୁଁ ତାଙ୍କୁ ସମ୍ପୂର୍ଣ୍ଣ କରିବି। ରଥଯାତ୍ରା ବେଳେ ଭାବିଥିଲି ତାଙ୍କୁ ସାରିଦେବି, କିନ୍ତୁ ତା ପୂର୍ବରୁ ଜଗା ମୋତେ ନିଜ ପାଖକୁ ଡାକି ନେଲେ। ଆଉ ଠିକ୍ 2 ଦିନ ପୂର୍ବରୁ କେଜାଣି କାହିଁକି ପୁଣି ତାଙ୍କ ପାଖରେ ବସିବାକୁ ମନ ହେଲା। ଗୋଟିଏ ପରେ ଗୋଟିଏ ରଙ୍ଗ ଭରିବା ଆରମ୍ଭ କଲି। ଆଉ ସେ ତ ଆମର ନଟିଆ ଠାକୁର। ଗୋଟିଏ ରଙ୍ଗ ଦେଉଥିଲି, ତୁଳିଟି ହଠାତ୍ ଭାଙ୍ଗିଗଲା। ଏଇଟା ଏବେ ନୂଆ କଥା ନୁହେଁ। ଯେବେ ଯେବେ ଆଙ୍କେ କେବେ ରଙ୍ଗ ଶୁଖିଯାଏ ତ କେବେ ତୁଳି ଅଟକିଯାଏ। ମୁଁ ସବୁଥର ହସି ପଚାରେ, ଜଗା ପୁଣି ମୋ ସହ ଖେଳୁଛୁ ନା? ପୁଣି ତୁଳି ଧରିଲି, କଉଡ଼ି ଲଗେଇଲି, ମିରର ଲଗେଇଲି, ଆଉ ଧୀରେ ଧୀରେ ଚିତ୍ରଟା ସମ୍ପୂର୍ଣ୍ଣ ହେଲା। ତାପରେ ପୁଣି ଲାଗିଲା, ମୁଁ ତାଙ୍କୁ ଆଙ୍କିନି। ସେ ଯେତେବେଳେ ଚାହିଁଲେ ସେତେବେଳେ ମୋ ହାତରେ ନିଜକୁ ଅଙ୍କାଇ ନେଲେ। ବୋଧହୁଏ ମୁଁ କେବେ ତାଙ୍କୁ ତିଆରି କରୁନି, ଜଗା ମୋତେ ତାଙ୍କୁ ତିଆରି କରିବାର ସେ ସୁଯୋଗ ଟିକକ ଦେଉଛନ୍ତି। ଜୟ ଜଗନ୍ନାଥ।